20 ବର୍ଷ ବୟସରେ ବିଧବା ହୋଇଯାଇଥିବା ମହିଳା ନିଜ ପୁଅକୁ ମଣିଷ କରିବାକୁ ଯାଇ ଦିନେ ଷ୍ଟେଟ୍ ବ୍ୟାଙ୍କରେ ମାତ୍ର ମାସିକ 65 ଟଙ୍କା ଦରମାରେ ଝାଡ଼ୁ ମାରୁଥିଲେ। କାନ୍ଦୁଥିବା ଛୋଟ ପୁଅକୁ ଗୋଟେ ପାର୍ଲିଜି ବିସ୍କୁଟ ଦେବାକୁ ସକ୍ଷମ ନଥିଲା ତାଙ୍କ ପାଖରେ। ସ୍ୱାମୀ ମଲା ପରେ ଶାଶୁ ଶ୍ୱଶୁର ନଣନ୍ଦ ଏମାନେ ସମସ୍ତେ ପର କରିଦେଇଥିଲେ। ନା ପରିବାର ନା ଜୀବନସାଥୀ, କେହି ବି ସାଥିରେ ନଥିଲେ। ଏଉଠୁ ଆରମ୍ଭ ହେଲା ମହିଳାଙ୍କ ଜୀବନର ଅସଲ ସଂଘର୍ଷ। ଯେଉଁ ମହିଳା ନିଜ ପେଟ ପାଇଁ ନିଜ ପୁଅକୁ ମଣିଷ କରିବାକୁ ଦିନେ ଷ୍ଟେଟ୍ ବ୍ୟାଙ୍କରେ ଝାଡ଼ୁ ମାରୁଥିଲେ, କିଛି ଦିନ ପରେ ସେହି ମହିଳା ସେହି ବ୍ୟାଙ୍କରେ AGM ହୋଇସାରିଥିଲେ। ଏ କାହାଣୀ ସେହି ବିଧବା ମହିଳାର ଯିଏ ନିଜ ପରିସ୍ଥିତି ସାମ୍ନାରେ କେବେ ହାର ମାନିନି। ଏ କାହାଣୀ ସେହି ମହିଳାର ଯିଏ ନିଜ ଅସୁବିଧା ବେଳେ ବିନା ଭୟରେ ସବୁ ଡରକୁ ସାମ୍ନା କରିଛି। ଏ କାହାଣୀ ସେହି ମହିଳାର ଯିଏ ହାରିବା ବଦଳରେ ସଂଘର୍ଷ କରି ନିଜେ ସଫଳତାର ସେ ସିଡ଼ି ଚଢ଼ିପାରିଛି। ଏ କାହାଣୀ ସେହି ମହିଳାକୁ ନିଶ୍ଚିତ ପ୍ରେରଣା ଦେବ ଯେଉଁମାନେ ଭାବନ୍ତି ନିଜ ସ୍ୱାମୀ ବିନା ଜୀବନ ବଞ୍ଚିବା କେତେ କଷ୍ଟକର। ସେହି ମହିଳାକୁ ନିଶ୍ଚିତ ପ୍ରେରଣା ଦେବ ଯେଉଁମାନେ କମ୍ ବୟସରୁ ବିନା ସଂଘର୍ଷ କରି ହାରିଯାଆନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ମହିଳାଙ୍କ ବିଷୟରେ ଯିଏ ନିଜ ସଂଘର୍ଷ ଆତ୍ମବିଶ୍ୱାସ ବଳରେ ଆଜି ବହୁତ ଉପରକୁ ଉଠିପାରିଛନ୍ତି। ପ୍ରତ୍ୟକ୍ଷା ତେନ୍ଦୁଲକର 20 ବର୍ଷ ବୟସରେ ସ୍ୱାମୀ ଛାଡ଼ି ଆରପାରିକୁ ଚାଲିଯାଆନ୍ତି। ଶାଶୁ ନଣନ୍ଦଙ୍କଠୁ ନିର୍ଯାତନା ପାଇବା ପରେ ନିଜ ପୁଅକୁ ଧରି ଶାଶୁ ଘରୁ ପଳେଇ ଆସନ୍ତି। ଆରମ୍ଭ କରନ୍ତି ନିଜ ଜୀବନର ସଂଘର୍ଷମୟ ଅଧ୍ୟାୟ। ନା ହାରିବାର ଡର, ନା କାହା ସହ ସାଲିସ। ଇଜ୍ଜତର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ଯାଇ ମାସିକ 65 ଟଙ୍କାରେ ଷ୍ଟେଟ୍ ବ୍ୟାଙ୍କରେ ଝାଡ଼ୁ ମାରିବା ଆରମ୍ଭ କରନ୍ତି। ଏତେ କଷ୍ଟ ଯନ୍ତ୍ରଣା ଭିତରେ ନିଜ ଭିତରେ ଥିବା ଧୈର୍ଯ୍ୟ ଆଉ ସାହସକୁ କେବେ ହରାଇବାକୁ ଦେଇନାହାନ୍ତି ପ୍ରତୀକ୍ଷା। ଏହି ସ୍ୱାର୍ଥପର ଦୁନିଆରେ ଏକା ଏକା ଲଢ଼େଇ କରି ପହଞ୍ଚି ଯାଇଥିଲେ ଶିଖରରେ। ଚାହିଁଥିଲେ ସେ ବି ଭୁଲ ରାସ୍ତାକୁ ଯାଇପାରିଥାନ୍ତେ। ଯବାନୀ ଥିଲା, ସୁନ୍ଦରୀ ବି ଥିଲେ, କିନ୍ତୁ ନିଜ ଇଜ୍ଜତକୁ ବିକିବାକୁ ନ ଦେଇ ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ। ଝାଡ଼ୁ ମାରିଲେ, ରାସ୍ତା କଡ଼ରେ ପେପର ବି ବିକିଲେ, କମ୍ପାନୀରେ କାମ ବି କଲେ। ତା ଭିତରେ କେତେ ଖରାପ ଲୋକଙ୍କ ସାମ୍ନା କରିଛନ୍ତି, ଭଲ ଲୋକଙ୍କ ସାହାଯ୍ୟ ବି ମିଳିଛି। ସବୁ ସଂଘର୍ଷ ଭିତରେ ନିଜେ ପାଠ ପଢ଼ିଛନ୍ତି, ପୁଅକୁ ବଡ଼ ବି କରିଛନ୍ତି, ଆଉ ପୁଅକୁ ପାଠ ବି ପଢ଼େଇଛନ୍ତି। ଅନେକ ରାତି ଉପାସ ବି ରହିଛନ୍ତି, କିନ୍ତୁ ହାର ମାନି ନାହାନ୍ତି। ବାହାଘର ପରେ ଛାଡ଼ି ଦେଇଥିବା ପାଠ ପୁଣି ଥରେ ଆରମ୍ଭ କରିଥିବା ପ୍ରତୀକ୍ଷା ତେନ୍ଦୁଲକର ଶେଷରେ ସେହି ଜାଗାରେ ପହଞ୍ଚି ଯାଇଥିଲେ। ଯେଉଁ ଜାଗାରୁ ଗୋଟେ ଝାଡ଼ୁଦାର ହେଇ ନିଜ ଜୀବନର ସଂଘର୍ଷ ଆରମ୍ଭ କରିଥିଲେ, ଶେଷରେ ସେହି ଷ୍ଟେଟ୍ ବ୍ୟାଙ୍କରେ ଗୋଟେ ଏମ୍ପ୍ଲୟି ହୋଇଯାଇଥିଲେ। ମନ ଦେଇ କାମ କରିବା, ଗୋଟେ ପରେ ଗୋଟେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ଆଜି ଷ୍ଟେଟ୍ ବ୍ୟାଙ୍କର AGM ଭଳି ଉଚ୍ଚ ପଦବୀ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲେ। ଦିନେ ପୁଅକୁ ଗୋଟେ ପାର୍ଲିଜି ବିସ୍କୁଟ ଦେବାକୁ ସଂଘର୍ଷ କରୁଥିବା ମହିଳା ପାଖରେ ସବୁ କିଛି ଥିଲା, ଗାଡ଼ି, ଘର, ବ୍ୟାଙ୍କ ବାଲାନ୍ସ। ଏ କାହାଣୀ ନୁହେଁ ଆଜ୍ଞା, ଏ ମହିଳାଙ୍କ ସଂଘର୍ଷମୟ କାହାଣୀ, ଯାହାକୁ ସଫଳ କରିବାକୁ ଦେଖିଥିବା ସବୁ ସ୍ୱପ୍ନ ପୂରଣ କରିଥିଲେ। ଏ ମହିଳା ହେଉଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣା, ଯେଉଁମାନେ ଜୀବନ ବଞ୍ଚିବାର ସଂଘର୍ଷ ଆଗରେ ହାରିଯାଇ ଭୁଲ ରାସ୍ତା ଆପଣାନ୍ତି। ଏ ପ୍ରେରଣାମୟ କାହାଣୀ ସେଇମାନଙ୍କ ପାଇଁ ଯିଏ ବିନା ସଂଘର୍ଷରେ କିଛି ହେବନି ଭାବି ଜୀବନ ବଞ୍ଚିବା ଛାଡ଼ି ଦିଅନ୍ତି। ଏ ମହିଳାଙ୍କ କାହାଣୀ କେଉଁ ଫିଲ୍ମ ଷ୍ଟୋରିଠୁ କମ୍ ନୁହେଁ ଆଜ୍ଞା। କିନ୍ତୁ ପ୍ରତୀକ୍ଷା ମ୍ୟାଡ଼ାମ୍ ଭଳି ଏମିତି ଅନେକ ମହିଳା ବି ଅଛନ୍ତି ଯିଏ ତାଙ୍କ ଜୀବନ ଅନେକ ସଂଘର୍ଷ କରି ଆଗକୁ ବଢ଼ିଛନ୍ତି। ଖାଲି ପ୍ରତୀକ୍ଷା ମ୍ୟାଡ଼ାମ୍ ନୁହନ୍ତି, ଏଇଭଳି ସଂଘର୍ଷ କରି ନିଜ ଲକ୍ଷ୍ୟ ପଥରେ ପହଞ୍ଚିଥିବା ସେହି ମହିଳାମାନଙ୍କୁ ଆମର ହୃଦୟରୁ ଶୁଭେଚ୍ଛା ନ ଦେଇ ରହିପାରୁନୁ ଆଜ୍ଞା। ଏଇଭଳି ସବୁ ଦୁଃଖ କଷ୍ଟକୁ ପଛରେ ପକାଇ ଆଗକୁ ବଢ଼ିଥିବା ମହିଳାମାନଙ୍କ ପାଖରେ ଆମ ମୁଣ୍ଡ ହାପେ ହାପେ ନଇଁ ଯାଉଛି ଆଜ୍ଞା। ପ୍ରତୀକ୍ଷା ମ୍ୟାଡ଼ାମ୍ଙ୍କ ଏହି ସଂଘର୍ଷମୟ କାହାଣୀ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।